ପିଲାମାନେ ଆଜି ଆମେ ଅଷ୍ଟମ ଶ୍ରେଣୀ ସଂସ୍କୃତ ତୃତୀୟ ଭାଷା ଷଷ୍ଠ ଅଧ୍ୟାୟ ବୀରାଙ୍ଗନା ଶୁକଦେବୀ ଏଇ ବିଷୟଟିକୁ ସଂସ୍କୃତରୁ ଓଡ଼ିଆ ଭାଷାରେ ଆମେ ସମ୍ପୂର୍ଣ୍ଣ ଜାଣିବା। ବିଶେଷ କରି ଗଳ୍ପଟିକୁ ଆମେ ଓଡ଼ିଆରେ ଶୁଣିନେବା ପ୍ରଥମେ, ତାହାପରେ ଆମେ ପାଠ ପଢ଼ିଲା ବେଳେ ଆମକୁ ସହଜ ହବ। ତେଣୁ ଶୁଣିବା। ତାହେଲେ ଚାଲ, ବୀରାଙ୍ଗନା ଶୁକଦେବୀ। ତାହେଲେ ଗଳ୍ପଟି ପ୍ରଥମେ କୁମାର ଆଉ ସୁଭଦ୍ରା ଏଇ ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି। ତାହେଲେ ବିଷୟକୁ ପ୍ରବେଶ କରିବା। କୁମାର: ସୁଭଦ୍ରା, ଗତକାଲି ତୁମେ ବିଦ୍ୟାଳୟକୁ କାହିଁକି ଆସିନଥିଲ? ସୁଭଦ୍ରା: ଗତକାଲି ମହିଳା ଦିବସ ଥିଲା। ପିଲାମାନେ, ମହିଳା ଦିବସ ମାର୍ଚ୍ଚ 8 ତାରିଖ ବିଶ୍ୱ ମହିଳା ଦିବସ ପ୍ରତ୍ୟେକ ବର୍ଷ ପାଳନ କରାଯାଏ ମହିଳାମାନଙ୍କୁ ସଶକ୍ତି କରିବା ପାଇଁ। ତାହେଲେ ସୁଭଦ୍ରା କହିଲା, ଗତକାଲି ମହିଳା ଦିବସ ଥିଲା। ଗାଁରେ ଏକ ସଭା ଆୟୋଜିତ ହୋଇଥିଲା। ଅନେକ ମହିଳା ଓ ନେତାମାନେ ସେଠାରେ ଭାଷଣ ଦେଉଥିଲେ। ମୁଁ ମଧ୍ୟ ସେଠାକୁ ଯାଇଥିଲି। କୁମାର: ଏହା ଆନନ୍ଦର ବିଷୟ। ବର୍ତ୍ତମାନ ନାରୀ ଶକ୍ତିର ବିକାଶ ପାଇଁ ବିଭିନ୍ନ ଯୋଜନା ଚାଲୁଛି। ସୁଭଦ୍ରା: ପ୍ରାଚୀନ କାଳରେ ମଧ୍ୟ ନାରୀମାନଙ୍କର ମହତ୍ତ୍ୱ ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି। କୁମାର: ହଁ, ଏହା ସତ୍ୟ। ଆମ ଓଡ଼ିଶା ପ୍ରଦେଶର ବାଙ୍କୀ ରାଜ୍ୟର ରାଣୀ ଶୁକଦେବୀ ଜଣେ ଅତ୍ୟନ୍ତ ବୀର ଓ ସୁନ୍ଦରୀ ନାରୀ ଥିଲେ। ସୁଭଦ୍ରା: ରାଣୀ ଶୁକଦେବୀଙ୍କ ବିଷୟରେ ସମସ୍ତେ ଜାଣନ୍ତୁ, ଏହି ବିଷୟରେ ଆଲୋଚନା ହେଉଥିଲା। କୁମାର: କ'ଣ ଆଲୋଚନା ହୋଇଥିଲା? ସୁଭଦ୍ରା: ମୁଁ ସବୁ କିଛି ମନେ ରଖିପାରିନାହିଁ। କେବଳ ଜୟତୁ ରାଣୀ ଶୁକଦେବୀ ଅର୍ଥାତ୍ ରାଣୀ ଶୁକଦେବୀଙ୍କର ଜୟ ହେଉ, ଏହି ଧ୍ୱନି ମୋ କାନରେ ଗୁଞ୍ଜୁଥିଲା। ଶିକ୍ଷକ: ତୁମ ଦୁହିଁଙ୍କର କଥାବାର୍ତ୍ତା ମୁଁ ଶୁଣିଲି। ଏହି ବିଷୟରେ ତୁମମାନଙ୍କୁ ମୁଁ ବିସ୍ତାର ରୂପେ କହିବି। ବୀରାଙ୍ଗନା ଶୁକଦେବୀଙ୍କ କାହାଣୀ। ପ୍ରାଚୀନ କାଳରେ ଉତ୍କଳ ଭୂମିର ବିଭିନ୍ନ ସ୍ଥାନରେ ଅନେକ ରାଜା ଶାସନ କରୁଥିଲେ। ସେମାନଙ୍କ ମଧ୍ୟରୁ ମହାନଦୀ କୂଳରେ ଥିବା ବାଙ୍କୀ ରାଜ୍ୟରେ ଧନୁର୍ଦ୍ଧର ଶ୍ରୀଚନ୍ଦନ ନାମକ ଜଣେ ରାଜା ଥିଲେ। କୌଣସି ଏକ ସମୟରେ ରାଜା ଗଜପତି ଗୋପୀନାଥ ଦେବଙ୍କ ସହିତ ତାଙ୍କର ଯୁଦ୍ଧ ହେଲା। ସେହି ଯୁଦ୍ଧରେ ଧନୁର୍ଦ୍ଧର ଶ୍ରୀଚନ୍ଦନଙ୍କର ମୃତ୍ୟୁ ହୋଇଗଲା। ଏହା ଶୁଣି ତାଙ୍କର ରାଣୀ ଶୁକଦେବୀ ଅତ୍ୟନ୍ତ ଦୁଃଖିତ ହେଲେ। ସେ ଶୀଘ୍ର ସେନାପତିଙ୍କୁ ଡାକି ତାଙ୍କ ସହିତ ପରାମର୍ଶ କଲେ। ସେନାପତି କହିଲେ, ଦେବୀ, ଗଜପତି ଗୋପୀନାଥ ଦେବଙ୍କର ସୈନ୍ୟବଳ ଆମଠାରୁ ଅଧିକ। ତେଣୁ ତାଙ୍କ ସହିତ ଯୁଦ୍ଧ ନ କରି ସନ୍ଧି କରିବା ଉଚିତ। ରାଣୀ ଶୁକଦେବୀ କହିଲେ, ନା ନା ସେନାପତି, ଯୁଦ୍ଧଭୂମିର ସୁରକ୍ଷା ପାଇଁ ଆମେ ଯୁଦ୍ଧ କରିବା। ବାଙ୍କୀ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକା ଆମର ସହାୟିକା ଅଟନ୍ତି। ଚିନ୍ତା କର ନାହିଁ। ଯୁଦ୍ଧ? ରାଣୀ ଶୁକଦେବୀ ଯୁଦ୍ଧଭୂମିକୁ ଯାଇ ନିଜେ ଖଡ୍ଗଚାଳନା କରିବାକୁ ସ୍ଥିର କଲେ ଓ କହିଲେ, ସ୍ୱାଧୀନତାର ସୁରକ୍ଷା ପାଇଁ ଯଦି ମୋର ମୃତ୍ୟୁ ମଧ୍ୟ ହୁଏ, ତେବେ ସେହି ମୃତ୍ୟୁ ମୋ ପାଇଁ ଗୌରବର ବିଷୟ ହେବ। ତାପରେ ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା। ଗଜପତିଙ୍କର କେତେକ ସୈନିକ
ମୃତ୍ୟୁବରଣ କଲେ। କେତେକ ଆହତ ହେଲେ ଏବଂ ଆଉ କେତେକ ସୈନିକ ଯୁଦ୍ଧକ୍ଷେତ୍ରରୁ ପଳାଇଗଲେ। ଗୋପୀନାଥ ଦେବ ବନ୍ଦୀ ହୋଇ ରାଣୀଙ୍କ ସମ୍ମୁଖକୁ ଆସିଲେ। ଯୁଦ୍ଧକ୍ଷେତ୍ର ଶାନ୍ତ ହୋଇଗଲା। ରାଣୀଙ୍କର ପତିଙ୍କ ମୃତ୍ୟୁ ପାଇଁ ପ୍ରତିଶୋଧ ନେବା ଉଚିତ ବୋଲି ସମସ୍ତେ ଭାବୁଥିଲେ। କିନ୍ତୁ ରାଣୀ ଶୁକଦେବୀଙ୍କର ମହାନ ହୃଦୟ ଥିଲା। ରାଣୀ ଶୁକଦେବୀ ଗୋପୀନାଥ ଦେବଙ୍କୁ କହିଲେ, ହେ ଗଜପତି, ଅନ୍ୟାୟ ଯୁଦ୍ଧ ଦ୍ୱାରା ତୁମେ ମୋର ପତିଙ୍କୁ ହତ୍ୟା କରିଛ। ପତିଙ୍କ ବିଚ୍ଛେଦର ଦୁଃଖ ମୁଁ ଅନୁଭବ କରୁଛି, ଏହା ସତ୍ୟ। କିନ୍ତୁ ମୁଁ ମଧ୍ୟ ଜଣେ ନାରୀ ଏବଂ ତୁମ ପତ୍ନୀ ମଧ୍ୟ ଜଣେ ନାରୀ। ତୁମର ମୃତ୍ୟୁ ହେଲେ ତୁମର ପତ୍ନୀ ମଧ୍ୟ ମୋ ପରି ବିରହର ଯନ୍ତ୍ରଣା ଅନୁଭବ କରିବେ। ତୁମ ପତ୍ନୀଙ୍କର ବିଧବା ବେଶ ମୁଁ ଦେଖିପାରିବି ନାହିଁ। ତେଣୁ ମୁଁ ତୁମକୁ ବନ୍ଧନରୁ ମୁକ୍ତ କରୁଛି। ତୁମ ପତ୍ନୀ ତୁମର ଆଗମନ ପଥକୁ ଅପେକ୍ଷା କରି ଅଶ୍ରୁପୂର୍ଣ୍ଣ ନୟନରେ ବସିଥିବେ। ତେଣୁ ବିଳମ୍ବ କର ନାହିଁ। ହେ ଗଜପତି, ଯାଅ ଯାଅ। ଏହା ଶୁଣି ଚାରିଆଡ଼ୁ ଉଚ୍ଚ ଧ୍ୱନିରେ ଶୁଣାଗଲା, ଜୟତୁ ମାତା ଚର୍ଚ୍ଚିକେ, ଜୟତୁ ବାଙ୍କି ରାଜ୍ୟମ୍, ଜୟତୁ ବୀରାଙ୍ଗନା କ୍ଷମାମୟୀ ଦେବୀ ଶୁକଦେବୀ। ବୁଝିହେଲା ପିଲାମାନେ? ତାହେଲେ ତାଙ୍କର ହୃଦୟ କେତେ ସାବଲୀଳ ଥିଲା ସେହି କଥା ଏଠାରେ ବର୍ଣ୍ଣନା କରାଯାଇଛି। ସେ ନିଜେ ଜଣେ ରାଣୀ ହୋଇ ଅନ୍ୟ ଜଣେ ନାରୀଙ୍କର ବିଧବା ବେଶକୁ ଦେଖିବା ପାଇଁ ଅସମର୍ଥ ଥିଲେ। ତେଣୁ ସେ ଗୋପୀନାଥ ରାଜାଙ୍କୁ ଛାଡ଼ିଦେଲେ। ତେଣୁ ରାଣୀ ଶୁକଦେବୀଙ୍କର ଏପରି କ୍ଷମାଶୀଳତା ଅତ୍ୟନ୍ତ ଅଦ୍ଭୁତ ଥିଲା। ବାଙ୍କି ରାଜ୍ୟର ରାଣୀ ଶୁକଦେବୀଙ୍କର ଏହି ଅମର ଚରିତ୍ର ଆଜି ମଧ୍ୟ ବିଶ୍ୱ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହା ତାଙ୍କର ମାତୃଶକ୍ତି ଓ ମହାନ ମାନବିକତାର ମହିମାକୁ ପ୍ରକାଶ କରେ। ତାହେଲେ ପିଲାମାନେ, ଆଜି ଆମେ ଶୁକଦେବୀଙ୍କର କାହାଣୀଟିକୁ ଶୁଣିଲେ। ନିଶ୍ଚିତ ଭାବରେ ଓଡ଼ିଆ ଗଳ୍ପଟି ତୁମମାନଙ୍କୁ ଅନେକ ସାହାଯ୍ୟ କରିବ। ତୁମେ ପ୍ରଥମେ ଗଳ୍ପଟିକୁ ଭଲ ଭାବରେ ଶୁଣି ରଖ ଏବଂ ମନେ ରଖ। ପରବର୍ତ୍ତୀ ସମୟରେ ଆମେ ତାକୁ ଅଧ୍ୟୟନ କରିବା। ଏବେ ଆମେ ସମସ୍ତେ ଏଇଠାରେ ହିଁ ରହିବା। ସମସ୍ତଙ୍କୁ ଧନ୍ୟବାଦ।